ମୁଁ ସାଇଲୋ ଗ୍ରାମ ପଞ୍ଚାୟତ ହାଇସ୍କୁଲ କହୁଛି। ମୋର ନାଁ ବୁଡ଼ି ଯାଇଛି, ମୋର ପରିଚୟ ହଜିଯାଇଛି। ବର୍ତ୍ତମାନ ସରକାରୀ ଉଚ୍ଚ ବିଦ୍ୟାଳୟ ସାଇଲୋ ରାହାମ ଭିତରେ ମୋର ଆତ୍ମା ଏବେ ବି ଅଛି। ମୋର ଶରୀର ବଦଳିଛି। ମୋତେ ଯେଉଁମାନେ ଗଢ଼ିଥିଲେ, ଜନ୍ମ ଦେଇଥିଲେ, ସେମାନେ ଆଜି ଆଉ ନାହାନ୍ତି। କେଶବ ଚନ୍ଦ୍ର ମଧ୍ୟ ଇଂରାଜୀ ବିଦ୍ୟାଳୟ, ଯାହାକୁ ସଂକ୍ଷେପରେ କେସିଏମି ସ୍କୁଲ ବୋଲି କୁହାଯାଉଥିଲା, ତାର ଏକ କୋଣ ଘରେ ଥିଲା ମୋର ଏନ୍ତୁଡ଼ିର ଷଠି ଘର। ସେଇଠି ମୋର ଜନ୍ମ ହୋଇଥିଲା 1964 ମସିହା ଜୁଲାଇ ମାସ 7 ତାରିଖରେ। ସେତେବେଳେ ପାଖ ଆଖରେ ହାଇସ୍କୁଲ ନଥିଲା। ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ଏହି ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଚିନ୍ତା ଓ ଭାବନାକୁ ମୋର ଭ୍ରୂଣ ଅଙ୍କୁରିତ ହୋଇଥିଲା। 58 ବର୍ଷ ଭିତରେ ଅନେକ ଝଡ଼ଝଞ୍ଝା ଆସିଛି। ସବୁଠୁ ଦୁଃଖ 1999 ମସିହାର ମହାବାତ୍ୟା। ମୁଁ ଯେତେବେଳେ ଅଣ୍ଟା ସଳଖି ଛିଡ଼ା ହେଉଥିଲି, ସେତେବେଳେ ମହାବାତ୍ୟାଟି ମୋ ଅଣ୍ଟା ଭାଙ୍ଗିଦେଲା। ସାଇଲୋର ଅଧିବାସୀମାନେ ମୋତେ ମୋ ଅଣ୍ଟା ସଳଖି ଛିଡ଼ା ହେବା ପାଇଁ ବହୁତ ଚେଷ୍ଟା କଲେ, ସାହସ ମଧ୍ୟ ଦେଲେ। ତାଙ୍କ ସାହସ ଓ ଚେଷ୍ଟାକୁ ଦେଖି ମୁଁ ମଧ୍ୟ ରହିପାରିଲିନି। ଦେଖୁନାହାନ୍ତି ଆଜି ମୋ ପରିଚୟ କ'ଣ ଆଉ ମୋ ସୌନ୍ଦର୍ଯ୍ୟ କ'ଣ? ସତରେ କୁହନ୍ତୁ ଦେଖି, ମୁଁ 50 ବର୍ଷରେ କ'ଣ ସତରେ ବୁଢ଼ା ହେଇଛି ନା ସେମିତି ଯୁବକ ହେଇ ଛିଡ଼ା ହେଇଛି? ତାହା ଆଜି ଆପଣ ଅନୁମାନ କରିପାରୁଥିବେ। ସେଇଥିପାଇଁ ପୁରା ଆଜି ମୁଁ ସୁବର୍ଣ୍ଣ ଜୟନ୍ତୀ ପାଳୁଛି। ଶ୍ରୀ ବୀରବର ଲେଙ୍କା, ଡାକ୍ତର କୁଳମଣି ପଟ୍ଟନାୟକ, ବାଲୁକେଶ୍ୱର ଚୌଧୁରୀ, ଦିବ୍ୟସିଂହ ବୈଶାଖ, ଶ୍ରୀକୃଷ୍ଣଚନ୍ଦ୍ର ଲେଖା, ଦିବାକର ମହାନ୍ତି, ନିତ୍ୟାନନ୍ଦ ଲେଙ୍କା ଆଦି ଅନେକ ଲୋକ ପ୍ରଥମେ ଅଣ୍ଟା ଭିଡ଼ିଥିଲେ ମୋର ପ୍ରତିଷ୍ଠା ଓ ପରିଚୟ ପାଇଁ। ମୁଁ ଯଦି ସେହି ଅନେକଙ୍କ ନାଁ ଏବେ ବି କହି ବସିବି, ତେବେ ତାହା ଏକ ପୁରାଣ ପାଲଟିବ। ସେମାନଙ୍କ ନାଁ ଉଚ୍ଚାରଣ ନ କଲେ ମଧ୍ୟ ବର୍ତ୍ତମାନ ହାଇସ୍କୁଲ ମାଟି ତଳେ ଥିବା ପୁରୁଣା ଇଟା ଖଣ୍ଡ ବି ସେମାନଙ୍କ ପାଖରେ କୃତଜ୍ଞତାର ଭାଷା ଏବେ ବି କହୁଛି। ଆଜି ଯେଉଁ ଛାତ୍ର, ଶିକ୍ଷକ ଏବଂ ଯୁବଗୋଷ୍ଠୀ ଅଛନ୍ତି, ସେମାନଙ୍କ ପାଖରେ ଏବେ ସେମାନେ ଅପରିଚିତ ହୋଇପାରନ୍ତି, କିନ୍ତୁ ମୁଁ ସାଇଲୋ ଗ୍ରାମ ପଞ୍ଚାୟତର ହାଇସ୍କୁଲର ଆତ୍ମା ଏବେ ବି ସେମାନଙ୍କ ପାଖରେ କୃତଜ୍ଞ। ରାଇଗଣର ଶ୍ରୀ କେଶବ ଚନ୍ଦ୍ର ଚୌଧୁରୀ ନିଜର ଜମି ଦେଇ ପ୍ରତିଷ୍ଠା କରିଥିଲେ କେସିଏମି ସ୍କୁଲ। ସାଇଲୋର ସ୍ୱର୍ଗତ ବାଉରୀବନ୍ଧୁ ଦାସ ନିଜ ଜମି ଦେଇଥିଲେ ସ୍କୁଲ ଘର ତିଆରି ହେବା ପାଇଁ। ସରକାରୀକରଣ ପରେ କେସିଏମି ସ୍କୁଲ ଓ ସାଇଲୋ ଗ୍ରାମ ପଞ୍ଚାୟତ ହାଇସ୍କୁଲ ନାଁ ନିଶ୍ଚିହ୍ନ ହେବା ସହିତ ସ୍ୱର୍ଗତ ବାଉରୀବନ୍ଧୁ ଦାସ ଏବଂ ସ୍ୱର୍ଗତ କେଶବ ଚୌଧୁରୀଙ୍କ ଅବଦାନ ମଧ୍ୟ ସରକାରୀକରଣର ନଥି ତଳେ ଲୁଚିଗଲା। ଏ ସ୍କୁଲର ପ୍ରଥମ ପ୍ରଧାନ ଶିକ୍ଷକ ଥିଲେ ଭରାଳ ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ। ଆମ ଅଞ୍ଚଳର ପ୍ରଥମେ ପଢ଼ୁଆ ଯୁବକ। ଚାହିଁଥିଲେ ସେ ଅଧ୍ୟାପକ ଚାକିରି କରିପାରିଥାନ୍ତେ ବା କୌଣସି ପ୍ରଶାସନିକ ଅଧିକାରୀ ହୋଇପାରିଥାନ୍ତେ, କିନ୍ତୁ ସେ ଏ ହାଇସ୍କୁଲର ଦାୟିତ୍ୱ ନେଲେ ପ୍ରଧାନ ଶିକ୍ଷକ ଭାବେ। ବାଉରୀବନ୍ଧୁ ଦାସଙ୍କ ପୁଅ ଶ୍ରୀ ପଞ୍ଚାନନ ଦାସ ମଧ୍ୟ ଅନ୍ୟ ଚାକିରି ନ ପଶି ଶିକ୍ଷକତା କଲେ। ଶ୍ରୀ ସୁରେନ୍ଦ୍ର ସ୍ୱାଇଁ, ଶ୍ରୀ ଶ୍ରୀପତି ଆଚାର୍ଯ୍ୟ, ଗନ୍ଧର୍ପଚରଣ ବିଶ୍ୱାଳ, ସୁଦର୍ଶନ ଦେବତା ଏମିତି ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ହାତରୁ ଖାଇ ବର୍ଷ ବର୍ଷ ଧରି ସ୍କୁଲର ଶିକ୍ଷକ ଭାବେ ଶିକ୍ଷାଦାନ କରିଚାଲିଲେ। ଏବେ ଯେତେ ପ୍ରଶଂସା କଲେ, ଯେତେ କୃତଜ୍ଞତା ଜଣାଇଲେ ବି ଆମର ଭାଷା ନଅଣ୍ଟ ହେବ ସେମାନଙ୍କ ପାଇଁ। ପ୍ରଥମ କନ୍ଦମୂଳ ପଡ଼ିଆରେ ଥିବା ଏକ ପ୍ରାଇମେରୀ ସ୍କୁଲରେ ଗୋଟିଏ ଘରେ ଆରମ୍ଭ ହୋଇଥିଲା କେସିଏମି ସ୍କୁଲ। କେସିଏମି ସ୍କୁଲର ଗୋଟିଏ ଘରେ ଆରମ୍ଭ ହୋଇଥିଲା ସାଇଲୋ ଗ୍ରାମ ପଞ୍ଚାୟତ ହାଇସ୍କୁଲ। ସାଇଲୋ ଗ୍ରାମ ପଞ୍ଚାୟତ ହାଇସ୍କୁଲର ଗୋଟିଏ ଘରେ ଆରମ୍ଭ ହୋଇଥିଲା ଆଜିର ସାରଳା ମହାବିଦ୍ୟାଳୟ। ଶିକ୍ଷାର ଚକ ଆମ ଏ ଅଞ୍ଚଳରେ, ଏଇ ମାଟିରେ ଆଗକୁ ଆଗକୁ ଗଡ଼ୁଛି, କିନ୍ତୁ ସେଇ ଚକ ତଳେ ଯେଉଁମାନେ ନିଜର ଶ୍ରମ, ଧନ, ସମୟ ଦେଇ ମୂଳ ଅନୁଷ୍ଠାନ ଗଢ଼ିଥିଲେ, ସେଇମାନଙ୍କ ଉଦ୍ଦେଶ୍ୟରେ କୃତଜ୍ଞତାର ଆଞ୍ଜୁଳି ଟେକିବା ପାଇଁ ଆଜିର ସୁବର୍ଣ୍ଣ ଜୟନ୍ତୀ ସମାରୋହ। ଏ ସ୍ୱାର୍ଥପର ଦୁନିଆରେ ପୁଅ ଝିଅ ବାପା ମାଆକୁ ପଚାରୁନଥିବା ବେଳେ କାହିଁ କେତେ ଦିନ ମୋ ଏ ସ୍କୁଲରେ ପାଠ ପଢ଼ିଥିବା ଛାତ୍ରଛାତ୍ରୀମାନେ କିଏ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ଶିକ୍ଷକ, କାରିଗର ହେଇଛନ୍ତି, କିଏ ଆମେରିକାରେ ରହୁଛି, କିଏ ଫ୍ରାନ୍ସରେ ରହୁଛି, କିଏ ଗାଁରେ ବୁଲୁଛି। ତଥାପି ଆଜି ସେ ମୋତେ 50 ବର୍ଷରେ ମୋ ଜନ୍ମଦିନ ପାଳିବା ପାଇଁ ଆଗ ଭରାଇ ଆସିଛି। ସତରେ ମୁଁ କେତେ ଭାଗ୍ୟବାନ, ସତରେ ମୋ ପିଲାମାନେ କେତେ ମହାନ। କାଳେ ମୋର କ'ଣ ହେଇଯିବ, ସେଇଥିପାଇଁ ଆଜି ସେ 50 ବର୍ଷରେ ମୋର ଜନ୍ମଦିନ ପାଳୁଛନ୍ତି।
ମୁଁ ତାଙ୍କ ପାଖରେ ମଧ୍ୟ ସାରା ଜୀବନ କୃତଜ୍ଞ ହିଁ ରହିବି, ସାରା ଜୀବନ କୃତଜ୍ଞ ହିଁ ରହିବି।